जन्म କରିଥିବା 10 ବର୍ଷର ପୁଅ ଆଗରେ ପ୍ରେମିକକୁ ଭାଇ କହି ତାକୁ ମାମୁଁ ଡାକିବାକୁ କହୁଥିବା ମାର ଅସଲ ଖେଳ ଯେତେବେଳେ ସେହି ପୁଅ ଜାଣିପାରିଥିଲା ସେତେବେଳେ ସେ ନିଜକୁ ସମ୍ଭାଳି ପାରିନଥିଲା। ଦିନେ ମା ନିଜ ପ୍ରେମିକ ସହ ରୋମାନ୍ସ କଲାବେଳେ ପୁଅ ସିଧା ବାପାକୁ କଲ୍ କଲା। ଆଉ ସବୁ କଥା କହିବା ପରେ ବାପାର ସନ୍ଦେହଟା ବଢ଼ିବାକୁ ଲାଗିଲା। ଆଉ ସତ ଜାଣିବାକୁ ଯେତେବେଳେ ସ୍ତ୍ରୀ ଆଉ ପୁଅ ରହୁଥିବା ଘରେ ପହଞ୍ଚିଥିଲା ସେତେବେଳେ ନିଜ ସୁନ୍ଦରୀ ସ୍ତ୍ରୀକୁ ତା ପ୍ରେମିକ ସହ ଦେଖି ସ୍ୱାମୀ ନିଜକୁ ସମ୍ଭାଳି ପାରିନଥିଲା। ଆରମ୍ଭ ହୋଇଗଲା ଝଗଡ଼ା। ଆଉ ସେହି ଝଗଡ଼ା ଏମିତି ଉଗ୍ର ରୂପ ନେଲା ଯେ ଘରୁ ସିଧା ସଡ଼କ ଉପରକୁ ଆସିଯାଇଥିଲା। ରାସ୍ତାରେ ଯାଉଥିବା ଲୋକେ ବି ଠିଆ ହୋଇଗଲେ ସତ କ'ଣ ଜାଣିବାକୁ। କିଏ ମୋବାଇଲ ଖୋଲି ରେକର୍ଡିଂ କଲା ତ କିଏ ବୁଝେଇବାକୁ ଚେଷ୍ଟା କଲା। କିନ୍ତୁ ଯେତେବେଳେ ସତ ସାମ୍ନାକୁ ଆସିଲା ସମସ୍ତେ ଏହି ସ୍ତ୍ରୀକୁ ଛି ଛି କରିବାକୁ ଲାଗିଲେ। 13 ବର୍ଷର ବୈବାହିକ ସମ୍ପର୍କ ପରେ ଆଜି ଜଣେ ସ୍ତ୍ରୀ ଏମିତି କରିବ ସ୍ୱାମୀର ସ୍ୱପ୍ନ ବାହାରିଥିଲା। ଇଏ ସେହି ସ୍ୱାମୀ ଥିଲା ଯିଏ ନିଜ ସ୍ତ୍ରୀକୁ ଏତେ ଭଲ ପାଉଥିଲା ଯେ ତାର ସୀମା ନଥିଲା। ଇଏ ସେହି ସ୍ୱାମୀ ଥିଲା ସ୍ତ୍ରୀର ସବୁ ସ୍ୱପ୍ନ ପୂରଣ କରିବାକୁ କିଛି ବି କରିବାକୁ ପ୍ରସ୍ତୁତ ଥିଲା। ସ୍ତ୍ରୀକୁ ପାଠ ପଢ଼ାଇବାକୁ ନିଜ ଜମିବାଡ଼ି ବି ବିକ୍ରି କରିଦେଇଥିଲା। ବଡ଼ ବଡ଼ ଜାଗାରେ କୋଚିଂ ଦେଇ ତାକୁ ସଫଳ ବି କରାଇଥିଲା। ଆଉ ଶେଷରେ ସ୍ତ୍ରୀ ସରକାରୀ ଚାକିରି ପାଇବା ପରେ ଅଲଗା ସହରରେ ସ୍ୱାମୀଠୁ ଅଲଗା ରହିବାକୁ ଲାଗିଲା। ସାଥିରେ ଥିଲା 10 ବର୍ଷର ପୁଅ। ଏଉଠୁ ଆରମ୍ଭ ହୁଏ 13 ବର୍ଷ ବୈବାହିକ ଜୀବନର ସ୍ୱାମୀ ସ୍ତ୍ରୀ ଭିତରେ ଥିବା ସେ ସମ୍ପର୍କର ପୂର୍ଣ୍ଣଚ୍ଛେଦ। ସ୍ତ୍ରୀ ସ୍ୱାମୀକୁ ଛାଡ଼ି ନୂଆ ପ୍ରେମିକ ସହ ରାତି ରଙ୍ଗୀନ କରୁଥିଲା। ଆଉ ବିଚରା 10 ବର୍ଷର ପୁଅକୁ ସେହି ପ୍ରେମିକକୁ ମାମୁଁ ବୋଲି ଡାକିବାକୁ କହୁଥିଲା। 10 ବର୍ଷର ପୁଅ ଏତେ ବି ବୋକା ନଥିଲା ଆଜ୍ଞା। କିଏ ମାମୁଁ ଆଉ କିଏ ପ୍ରେମିକ ଏକଥା ଜାଣିପାରୁନଥିଲା। ସେ ନିଜ ମାଆର ଏମିତି ସବୁ କାଣ୍ଡ କାରଖାନା ଦେଖି ନିଜକୁ ନିଜେ ବିଶ୍ୱାସ କରିପାରୁନଥିଲା। ଦିନେ ବାପାଙ୍କୁ ସବୁ କଥା କହିବା ପରେ ବାପାର ସନ୍ଦେହ ବି ବଢ଼ିବାକୁ ଲାଗିଲା। ପୁଅଠୁ ଏମିତି କଥା ଶୁଣିବା ପରେ ବିଚରା ସ୍ୱାମୀ ସ୍ତ୍ରୀ ଉପରେ ସନ୍ଦେହ କରିବା ସ୍ୱାଭାବିକ ଥିଲା। କାହିଁକିନା ସ୍ୱାମୀ ଅନୁଭବ କରୁଥିଲା ସ୍ତ୍ରୀ ଚାକିରି ପାଇବା ପରେ ତା ବ୍ୟବହାରରେ ପରିବର୍ତ୍ତନ ଆସିସାରିଥିଲା। ଶେଷରେ ସ୍ତ୍ରୀ ରହୁଥିବା ଜାଗାରେ ପହଞ୍ଚି ଯାଇଥିଲା ସ୍ୱାମୀ। ଆଉ ସ୍ତ୍ରୀ ପ୍ରେମିକ ସହ ରୋମାନ୍ସ କଲାବେଳେ ସିଧା ଧରି ପକାଇଥିଲା ଏହି ସ୍ୱାମୀ ଜଣକ। ଆରମ୍ଭ ହୋଇଯାଇଥିଲା ଝଗଡ଼ା। ଏହି ଝଗଡ଼ା ଏମିତି ଉଗ୍ର ରୂପ ନେଇଥିଲା ଯେ ଘରର ଚାରିକାନ୍ଥ ଭିତରୁ ସିଧା ମଝି ରାସ୍ତାକୁ ଆସିଯାଇଥିଲା। ବାପା ମାଆଙ୍କର ଏମିତି ଝଗଡ଼ା ଭିତରେ ବିଚରା ପୁଅଟା ମାଆର କାଣ୍ଡ କାରଖାନା ବିଷୟରେ ବାପାଙ୍କୁ କହି ଠିକ୍ କରିଛି କି ଭୁଲ କରିଛି ଭାବି ଚାଲିଥିଲା। ଶେଷରେ ପୁଅ ଏମିତି ମାଆ ପାଖରେ ରହିବାକୁ ଚାହିଁନଥିଲା ଆଜ୍ଞା। ଆଉ ବାପା ସାଥିରେ ଘରକୁ ଚାଲିଯାଇଥିଲା। ଏହାପରେ ସ୍ତ୍ରୀ ସ୍ୱାମୀ ବିରୁଦ୍ଧରେ କହିବା ଆରମ୍ଭ କଲା ଯେ ତାଙ୍କ ସ୍ୱାମୀଙ୍କର କୁଆଡ଼େ ପୁରୁଣା ଝିଅ ସାଙ୍ଗ ସହ ସମ୍ପର୍କ ଅଛି। ଏଇଟା ସତ କି ସ୍ୱାମୀକୁ ବଦନାମ କରିବାକୁ ମିଛ ଆରୋପ ଲଗାଯାଇଥିଲା ତାହା ତ ଜଣା ନାହିଁ ଆଜ୍ଞା। କିନ୍ତୁ ଯଦି ସ୍ୱାମୀ ଆଉ କାହା ସହ ସମ୍ପର୍କ ରଖୁଥିଲେ ତେବେ ତମକୁ କେମିତି ଏତେ ଭଲ ପାଉଥିଲେ? ଯଦି ତମକୁ ଭଲ ପାଉନଥିଲେ ତେବେ ତମକୁ ପାଠ କେମିତି ପଢ଼ାଉଥିଲେ? ତମ ପାଇଁ ତାଙ୍କର ମୂଲ୍ୟବାନ ଜମି ବିକ୍ରି କରି କେମିତି ବଡ଼ ବଡ଼ ଜାଗାରେ କୋଚିଂ ଦେଇ ସରକାରୀ ଚାକିରି କରାଇବା ଭଳି ଏତେ ବଡ଼ କାମ କରୁଥିଲେ? ସମୟ ବଦଳିଛି। ସେଦିନର ସୂର୍ଯ୍ୟବଂଶଂ ଫିଲ୍ମର ଅମିତାଭ ବଚ୍ଚନ ସ୍ତ୍ରୀକୁ ପାଠ ପଢ଼ାଇ କଲେକ୍ଟର କରିଥିଲେ। ହେଲେ ସେହି ସ୍ତ୍ରୀର ବି ସ୍ୱାମୀର ସଫଳତା ପଛରେ ଅନେକ ହାତ ଥିଲା। କିନ୍ତୁ ଆଜିର ସ୍ତ୍ରୀମାନଙ୍କୁ ପାଠ ପଢ଼ାଇ ସଫଳ କରି ଚାକିରି କରାଇବା କ'ଣ ଭୁଲ? ନା ସେଇଟା ଫିଲ୍ମ ଥିଲା? ଏଇଟା ବାସ୍ତବ ସତ। ସ୍ତ୍ରୀମାନେ ଚାକିରି ପାଇବା ପରେ ସ୍ୱାମୀ ସହ ଏମିତି କରିପାରନ୍ତି। ଆମେ କହୁନୁ ଏଠି ସବୁ ସ୍ତ୍ରୀ ସେମିତି ବୋଲି। କିନ୍ତୁ ସୋସିଆଲ ମିଡ଼ିଆରେ ଦ୍ରୁତ ଗତିରେ ଭାଇରାଲ ହେଉଥିବା ଏହି ସ୍ୱାମୀ ସ୍ତ୍ରୀଙ୍କର ଭିଡ଼ିଓରେ କିଏ ସତ କହୁଛି କିଏ ମିଛ କହୁଛି ତାହା ତ ସମୟ କହିବା ଆଜ୍ଞା। ହେଲେ ଆପଣ କ'ଣ ଭାବୁଛନ୍ତି? ଏ ସ୍ତ୍ରୀ ମିଛ କହୁଛି ନା ପୁଅ ସ୍ୱାମୀ ଯାହା କହୁଛନ୍ତି ସତ କହୁଛନ୍ତି? ଆପଣଙ୍କ ମତ କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।